ବର୍ଷଭୂତ ହେଇକି ରହିଛି। ଗୋଟେ ଯେମିତି କି ପଙ୍କରେ ପଦ୍ମ ଫୁଟୁଛି ସେଇଭଳି ଭଗବାନ ତ ଜାଣିଛନ୍ତି ତାଙ୍କର ସୃଷ୍ଟି କେତେ ବିଚିତ୍ର ଯେ ସେ ଜାଣିଛନ୍ତି ଆତ୍ମା ସଦା ସର୍ବଦା ଅମର, କିନ୍ତୁ ସେଇ ଅମର ଜିନିଷଟି ମରିଯାଉଥିବା ନଷ୍ଟ ହେଇଯାଉଥିବା ଶରୀର ଭିତରେ ରହିଛି। ସେଇଟା ହେଲା ଭଗବାନଙ୍କର ଶ୍ରେଷ୍ଠ ଅପୂର୍ବ ସୃଷ୍ଟି। ତେଣୁ କହୁଛନ୍ତି ବିଧାତାର ସାର ସୃଷ୍ଟି ଅପୂର୍ବ ବିରତି ମର ଦେହ ଅମରାତ୍ମା ପରେ ଯା ବସତି। ବସତି ହେଲା ଅବସ୍ଥିତ କରିବା, ଅବସ୍ଥିତି ବାସ୍ ରହିବା, ତିଷ୍ଠିକି ରହିବା। ତ ମରି ଯାଉଥିବା ଆତ୍ମାରେ ନଷ୍ଟ ହେଇଯାଉଥିବା ଆତ୍ମା ଭିତରେ ସବୁବେଳେ ରହିଥାଏ କି ସରି ନଷ୍ଟ ହେଇଯାଉଥିବା ଆତ୍ମା ଶରୀର ଭିତରେ ଅମର ଆତ୍ମା ବସତି ସ୍ଥାପନ କରିଥାଏ। ସେଇଟା ହଉଛି ଭଗବାନଙ୍କର ଏକ ଶ୍ରେଷ୍ଠ ସୃଷ୍ଟି। ଦୁଃଖ କଣ୍ଟକରେ ଜଡ଼ିତ ମୃଣାଳେ ସେ ପ୍ରସ୍ଫୁଟିତ ପାପ କାଳ ଦଳ ପୁଣି ମୂଳ ଦେଶେ ତାର ଭୀଷଣ କାନନ ସ୍ଥଳୀ ପରାୟ ସଂସାର। ସଂସାର ଠିକ ସେ বলি দুঃখ কণ্টকে জড়িত মৃণালে সে প্রস্ফুটিত। দুঃখ কণ্টকে জড়িত, জড়িত ହେଲା ଯୋଡି ହେବା, ତା ସହିତ ଯୋଡି ହେଇଥାଏ। ଦୁଃଖ ରୂପକ କଣ୍ଟା ଯୋଉ ମଣିଷ ଯୋଉ ଆତ୍ମା ସବୁବେଳେ ଯେହେତୁ ଶରୀର ପାଇକି ସେ ଜନ୍ମ ଗ୍ରହଣ କରିଛି ମର୍ତ୍ତ୍ୟରେ ପାଇଁ ପୃଥିବୀ, ଯେତେବେଳେ ଦୁଃଖ ରୂପକ କଣ୍ଟା ତାର ଚତୁଃପାର୍ଶ୍ୱରେ ସଦା ସର୍ବଦା ରହିଛି। କୋଉ ନା କୋଉ ରୂପରେ ଦୁଃଖ ତା ପାଖକୁ ଆସିକି ତାକୁ ସ୍ପର୍ଶ କରିଥାଉଛି ସଦା ସର୍ବଦା। ମୃଣାଳେ ସେ ପ୍ରସ୍ଫୁଟିତ, ମୃଣାଳ ମାନେ ଆମେ ପଢୁଛେ ପଦ୍ମନାଡ଼, ଏଇଠି କିନ୍ତୁ ଦୁଃଖ କଣ୍ଟକେ ଜଡ଼ିତ ମୃଣାଳେ ସେ ପ୍ରସ୍ଫୁଟିତ ଅର୍ଥାତ୍ ସେ ଆତ୍ମାକୁ କହୁଛନ୍ତି। ଯୋଉ ଆତ୍ମାକୁ ଭଗବାନ ଅମର ଆତ୍ମାଟାକୁ ଗୋଟେ ନଷ୍ଟ ହେଇଯାଉଥିବା ଶରୀର ଭିତରେ ଉପବିଷ୍ଟ କରିକି ରଖିଛନ୍ତି, ତାକୁ ବସତି ସ୍ଥାପନ କରେଇଛନ୍ତି। କାହିଁକି ନା ଦିନେ ନା ଦିନେ ସେ ଶରୀରର କାଳ ହୋଇଯିବ, ଯେମିତି ଗୋଟେ ଜିନିଷର ଏକ୍ସପାୟରି ହେଇଯାଏ ପୁଣି ଆତ୍ମା ବାହାରି ମାନେ ସେ ଜିନିଷଟାକୁ ଆମେ ଫିଙ୍ଗି ଦଉଛନ୍ତି। ଆମ ମାନେ ଶରୀରର ମଧ୍ୟ ଦିନେ ନା ଦିନେ ଏକ୍ସପାୟରି ହେଇଯିବ, ଶରୀରଟା ନଷ୍ଟ ହେଇଯିବ, କିନ୍ତୁ ଆତ୍ମା ସେଇଠୁ ବାହାରି ଯିବ। ଆତ୍ମା ଯେହେତୁ ଅମର ବାହାରିଯିବ, ତ ସେଇ କଥା କହୁଛନ୍ତି ସେଇ ଆତ୍ମାକୁ ଶରୀର ଭିତରେ ବସତି କରିକି କେତେ କଷ୍ଟ ଭୋଗିବାକୁ ପଡେ। ଆତ୍ମା ତ ଅମର ନା, ତାର ତ ମରିବାର କିଛି ପେସେଣ୍ଟ ନାହିଁ, କିନ୍ତୁ ଯେତେବେଳେ ଶରୀର ଭିତରେ ପଶିଯାଏ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆସେ, ବିଭିନ୍ନ ପ୍ରକାର କ୍ଷତି ପହଞ୍ଚେ। କେତେବେଳେ ସାପ କାମୁଡି ଦିଏ, କେତେବେଳେ ଜୀବଜନ୍ତୁ କାମୁଡି ଦିଅନ୍ତି, କେତେବେଳେ ଖଣ୍ଡିଆ ଖାବରା ହେଇଯାଏ, ନାଇଁ କେତେ ପ୍ରକାର, କେତେବେଳେ ବିଭିନ୍ନ ପ୍ରକାର ରୋଗ ହେଇଯାଏ, ତ କେତେ କଷ୍ଟ ହେଇଥାଏ ସେତେବେଳେ ସେ ଆତ୍ମାଟି। ସେଇ କଥା କହୁଛନ୍ତି ଦୁଃଖ କଣ୍ଟକେ ଜଡ଼ିତ ମୃଣାଳେ ସେ ପ୍ରସ୍ଫୁଟିତ। ଦୁଃଖ କଷ୍ଟରେ ଜଡ଼ିତ ପଦ୍ମନାଡ଼ରେ ଯେମିତି କଣ୍ଟକିତ ତା ଦେହରେ ପଦ୍ମଟି ଫୁଟିଛି, ଠିକ ସେଇଭଳି ଆତ୍ମା ମଧ୍ୟ ଅମର ହେଇକି ଶରୀରରେ ରହିକି ଦୁଃଖ କଷ୍ଟରେ ଜଡ଼ିତ ହେଇକି କେତେ ପ୍ରକାରର କଷ୍ଟ ଯନ୍ତ୍ରଣା, ନାନାବିଧ ଯନ୍ତ୍ରଣା ମଧ୍ୟ ଭୋଗ କରୁଛି। ପାପ କାଳ ବେଳ ପୁଣି ମୂଳ ଦେଶେ ତାର ଭୀଷଣ କାନନ ସ୍ଥଳୀ ପରାୟ। ପଦ୍ମର ମୂଳରେ କଣ ଥାଏ? ସାପ ରୁହନ୍ତିନି? ନାଇଁ, ପଦ୍ମ ମୂଳରେ ସାପ ରୁହନ୍ତି। ଯେଉଁଭଳି ଭାବରେ ପଦ୍ମ ପଙ୍କରୁ ଜାତ ଏବଂ ପଦ୍ମ ମୂଳରେ ସାପ ରହିଥାନ୍ତି। ପଦ୍ମଟା ଅତି ସୁନ୍ଦର, ପଦ୍ମ ମୂଳରେ କିନ୍ତୁ ସାପ ଥାଏ। ପଦ୍ମ ଜନ୍ମ ହେଇଥାଏ ପଙ୍କରୁ, ତାର ଯୋଉ ନାଡଟି ଡେମ୍ଫଟି ସେ ମଧ୍ୟ କଣ୍ଟିଆ କଣ୍ଟିଆ, ତାମାନେ କଣ୍ଟା ଭିତରେ ଖରାପ, କଣ୍ଟା ମାନେ ଖରାପ କଷ୍ଟଦାୟକ। ପଙ୍କ ଅତି ବଢିଆ ଅଧୈର୍ଯ୍ୟ ଆବର୍ଜନା, ସେ ମଧ୍ୟ କଷ୍ଟଦାୟକ। ସାପ ମାନେ ଭୟଙ୍କର ବିଷ, ସେ ମଧ୍ୟ କଷ୍ଟଦାୟକ। ଏତେ କଷ୍ଟ ଭିତରେ ବି ପଦ୍ମ ଫୁଲଟି ଅତି ସୁନ୍ଦର ସିଏ ବଞ୍ଚିଥାଏ। ଠିକ ସେମିତି ସେ ପଦ୍ମ ଫୁଲ ସହିତ ଅତୁଳିତ କାହାକୁ ନିଜର ଆତ୍ମାକୁ କହିଛନ୍ତି। ଆତ୍ମାକୁ ଯଦି ସେ କହୁଛନ୍ତି, ତେବେ ଆତ୍ମାରେ କିଭଳି ଭାବରେ ସେ ଯୋଡୁଛନ୍ତି ପଦ୍ମକୁ ନିଜ ଆତ୍ମା ସହିତ କିଭଳି ଯୋଡୁଛନ୍ତି? ଯଦି ପଦ୍ମ ଏତେ ସାରା ହେଇକି ମଧ୍ୟ ସେ ତା ସହିତ ସମକକ୍ଷ ନୁହେଁ, ତୁଳିତ ନୁହେଁ, ଠିକ ସେମିତି ତାଙ୍କ ଆତ୍ମାଟି ମଧ୍ୟ ତା ସହିତ ତୁଳିତ ନୁହେଁ ବା ସମକକ୍ଷ ନୁହେଁ। ଏଇଭଳି ଆତ୍ମା ଅମର ମଧ୍ୟ ମର ଶରୀରରେ ଉପବିଷ୍ଟ କରୁଛି ବା ଜନ୍ମିତ ରହିକି ରହୁଛି, ବସତି ସ୍ଥାପନ କରୁଛି। ମର ଶରୀରଟା ଶରୀର ସେ ନଷ୍ଟ ହେଇଯିବ, ସିଏ ଦୁଃଖ ପାଉଛି, କଷ୍ଟ ପାଉଛି, ପାପରେ ବୁଡିକି ରହୁଛି, ସିଏ ମଧ୍ୟ କଷ୍ଟ। ଏବଂ ଏଠି ପୁଣି କହିଲେ ପାପ କାଳ ବ୍ୟଳ, ବ୍ୟଳର ଅର୍ଥ ହେଲା ସର୍ପ ବା ସାପ, ପୁଣି ମୂଳ ଦେଶେ ତାର ପାପ, ପାପ କାଳ ବ୍ୟଳ ଅର୍ଥାତ୍ ପାପ ରୂପୀ ସର୍ପ। ପଦ୍ମ ଦେହରେ ଯେମିତି ସାପ ଥାଉଛି, ଠିକ ସେମିତି ପାପ ରୂପୀ ସାପ ମଧ୍ୟ ସେଇ ଯୋଉ ଶରୀରର ମୂଳ ଦେଶରେ ଥାଉଛି ବା ସେ ଆତ୍ମା କୋଉଠି ଅଛି? ଶରୀର ଭିତରେ ଅଛି। ତେବେ ଆତ୍ମା ପାଖରେ ଇନଡାଇରେକ୍ଟଲି ପାପଟା ରହିଲା। ଆତ୍ମା ଅମର ହେଇକି ମଧ୍ୟ ଯେହେତୁ ସେ ଶରୀର ଭିତରେ ରହିଲା, ତେବେ ସିଏ ମଧ୍ୟ ପାପ ରୂପକ ସର୍ପ ତାର ମୂଳ ଦେଶରେ ରହିଲା। ପଦ୍ମ ମୂଳ ଦେଶରେ ଯେଉଁଭଳି ଭାବରେ ସାପ ରହୁଛି, ଠିକ ସେମିତି ଆତ୍ମାର ମୂଳ ଦେଶରେ ପାପ ରୂପକ ସର୍ପ ମଧ୍ୟ ଚାରିପଟରେ ଘେରିକି ରହୁଛି।
ତେଣୁ ଭୀଷଣ କାନନ ସ୍ଥଳୀ ପରାଏ ସଂସାର। ଏବେ ଆଉ ଭୀଷଣ ହେଲା ଅତି ଭୟଙ୍କର, ଭୀଷଣ ବହୁତ ଅଧିକା ହେଲା। କାନନ ସ୍ଥଳୀ ହେଲା ବଣ ଭୂଇଁ, ପରାଏ ସଂସାର, ଏ ସଂସାରଟା ମଧ୍ୟ ସେ ଯୋଉ ଆତ୍ମାଟି ଶରୀର ଭିତରେ ରହୁଛି, ସେ ଶରୀରଟି ରହୁଛି କୋଉଠି? ଆତ୍ମା ବସତି ସ୍ଥାପନ କଲା ଶରୀରରେ, ଶରୀରଟି କୋଉଠି ରହୁଛି? ଏଇ ସଂସାରରେ ରହୁଛି। ତେବେ କବି କହିଲେ ସଂସାରଟା ମଧ୍ୟ କାନନ ସ୍ଥଳୀ, ଭୀଷଣ କାନନ ସ୍ଥଳୀ, ମାନେ ପୁରା ବଣସ୍ଥଳୀ ଭଳି। ପାପ ପଙ୍କରେ ଭରି ରହିଛି, ସବୁଠି ଦିନ ରାତି ଭଳି କୁହୁକ, ଛାୟା ଆଉ ଆଲୋକର କୁହୁକ, ଚାରିଆଡେ ପାପ କାଦୁଆ ଅଳିଆ ଆବର୍ଜନା ପଙ୍ଗିଳ ପାପ ଭରି ରହିଛି। ଏବଂ ତା ସହିତ ମଧ୍ୟ ଜୀବନ ଶରୀରଟି ମର ଶରୀର, ନଷ୍ଟ ହେଇଯାଇଥିବା ଶରୀର, ତା ଭିତରେ ମଧ୍ୟ ଆତ୍ମାଟି ତିଷ୍ଠିକିନା ରହିଛି, ଯେଉଁଭଳି ଭାବରେ ପଦ୍ମଟି ତିଷ୍ଠିକି ରହିଛି। ପଦ୍ମ ଏବଂ ମୂଳରେ ପଦ୍ମ, ସରି ସାପ, ଏବଂ ତାର ମୃଣାଳରେ କଣ୍ଟକିତ ଯୁକ୍ତ ହେଇ ମଧ୍ୟ ସିଏ ତିଷ୍ଠିକି ରହିଛି। ତେଣୁ ଏବେ ଏବେ ବୁଝିଲ କିଭଳି ଭାବରେ ସେ ପଦ୍ମଟିକୁ ନିଜ ଆତ୍ମା ସହିତ ତୁଳନା କଲେ କ୍ଲିୟର। ତାପରେ 12 ନମ୍ବର ଅଛି, ବିଜନେ ଗୋପନେ ଫୁଟି ଉଠେ ସେ ବିକଶୀ, ସେ ପ୍ରେମ ଅରୁଣ ପ୍ରିୟ କିରଣେ ଉଲ୍ଲସୀ। ବିଜନ ହେଲା ଏକାନ୍ତ ଭାବରେ, ଗୋପନେ ହେଲା ଲୁଚିକି, ଫୁଟି ଉଠେ ସେ ବିକଶୀ, ବିକଶୀ ହେଲା ପ୍ରସ୍ଫୁଟିତ ହୋଇ, ପ୍ରସ୍ଫୁଟିତ ହେଲା। ସେ ପ୍ରେମ ଅରୁଣ ପ୍ରିୟ କିରଣ ଉଲ୍ଲସୀ, ତାର ପ୍ରିୟତମ ସୂର୍ଯ୍ୟଙ୍କ କିରଣର ସ୍ପର୍ଶରେ ସିଏ ଅତି ଆନନ୍ଦିତ ହୋଇ ଉଠେ। କିଏ? ପଦ୍ମ। ପଦ୍ମ ଉପରେ ତାହାର କିରଣ ପଡ଼ିଲେ ପଦ୍ମଟି ଆନନ୍ଦିତ ହୋଇ ଉଠେ ସୂର୍ଯ୍ୟଙ୍କର। ଠିକ ସେମିତି କୁମୁଦ ଉପରେ କାହାର କିରଣ ପଡ଼ିଲା? ଚନ୍ଦ୍ରର କିରଣ। ସେ କଇଁ ଉଲ୍ଲସିତ ହେଇଯାଏ ଚନ୍ଦ୍ର କିରଣ ପାଇଁ, ପଦ୍ମ ଉଲ୍ଲସିତ ହେଇଯାଏ ସୂର୍ଯ୍ୟଙ୍କ କିରଣ ପାଇଁ। ତ ସିଏ ଏବେ କହୁଛନ୍ତି ଏକାକୀ ଭାବରେ, ଅତି ବିଜନରେ, ଏକାନ୍ତ ଭାବରେ, ବିଜନତା ଯୋଉଠି ସେ ପୋଖରୀ, ସବୁବେଳେ ସେମିତି କଣ ଲୋକ ଥାନ୍ତି? ଜନଶୂନ୍ୟ ଜାଗାଟିଏ, ଅତି ଗୋପନ ଭାବରେ ପଦ୍ମଟା ଫୁଟୁଥିବାର ତମେ କେବେ ଦେଖୁଛ? ତମେ ଯେତେବେଳେ ଯାଇ ଦେଖୁଛ ପଦ୍ମଟି ଫୁଟି ଯାଇଛି କିମ୍ବା ଫୁଟିବାକୁ ଯାଉଛି ପଡ଼ଟି, ଯାଇ ଠିଆ ହେଇଥିବ, ପଦ୍ମ ଧୀରେ 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 ପ୍ରସ୍ଫୁଟିତ ହେଇକି ସେ ଖୋଲୁଥିବ, ପାଖଟା କିଏ ଦେଖିଛ? ନାଇଁ, ସେ ଅତି ବିଜନ ଭାବରେ ତାର ଫୁଟି ଯାଉଛି। ଏକାନ୍ତ ଭାବରେ ଲୁଚିକି, ଗୋପନରେ ଅର୍ଥାତ୍ ଲୁଚିକି ଦେଖିଛ କି? ତମେ ଦେଖିଛ? ନାଇଁ, କିଏ ଦେଖିଛ ଫୁଟିବା? କୌଣସି ବି ଫୁଲ ଆମେ ଦେଖିଥିବ କିଛି ସମୟରେ ଦିନରେ ଫୁଟୁବା, ରାତିରେ ଫୁଟୁ, ଦେଖିଲା ବେଳକୁ ଫୁଟି ସାରିଥିବ, ନହେଲେ ପଢୁଥିବ, ତାପରେ ଦେଖିଲା ବେଳକୁ ଫୁଟି ଯାଇଥିବ। ତେଣୁ ସେମାନେ ଗୋପନ ଭାବରେ ଫୁଟିଲା ଉଠନ୍ତି। ତ ଏକାନ୍ତରେ ଅତି ଗୋପନ ଭାବରେ ସେ ପ୍ରସ୍ଫୁଟିତ ହୋଇଛି ତାର ପ୍ରେମ, ବା ତାର ପ୍ରେମ ଅରୁଣ, ଅରୁଣ ହେଲା ସୂର୍ଯ୍ୟ, ଯୁବା ସୂର୍ଯ୍ୟଙ୍କୁ ଅରୁଣ ବୋଲି କୁହାଯାଏ ହେଲା। ତ ଅରୁଣ ହେଲା ସୂର୍ଯ୍ୟଙ୍କର ଅନ୍ୟ ନାମ। ଅରୁଣ ପ୍ରିୟ କିରଣ ଉଲ୍ଲସୀ, ଉଲ୍ଲସୀ ହେଲା ଆନନ୍ଦିତ ହୋଇ। ତେଣୁ ସେ ତାର ପ୍ରିୟତମ ସୂର୍ଯ୍ୟଙ୍କ କିରଣ ସ୍ପର୍ଶରେ, ତାର ପ୍ରିୟତମ ହଉଛନ୍ତି ସୂର୍ଯ୍ୟ, ସୂର୍ଯ୍ୟଙ୍କର କିରଣ ଯେତେବେଳେ ପଦ୍ମ ଫୁଲ ଉପରେ ପଡୁଛି, ସେଇ ପଦ୍ମ ଫୁଲ ଉପରେ ପଡୁଛି ମାନେ କଣ? ପଦ୍ମ ଫୁଲଟିକୁ ସୂର୍ଯ୍ୟଙ୍କ କିରଣଟି ସ୍ପର୍ଶ କରୁଛି। ଯେତେବେଳେ ସୂର୍ଯ୍ୟଙ୍କ କିରଣଟି ପଦ୍ମ ଫୁଲରେ ସ୍ପର୍ଶ କରୁଛି, ଛୁଇଁଛି ବା ତା ଉପରେ ପଡୁଛି, ତେଣୁ କହୁଛନ୍ତି ଯେ ତାର କିରଣରେ ସ୍ପର୍ଶରେ ସେ ଅତି ଆନନ୍ଦିତ ହୋଇ ଉଠୁଛି, ଆହୁରି ପ୍ରସ୍ଫୁଟିତ ହେଇକି ସୌନ୍ଦର୍ଯ୍ୟ ଭରା ହେଇ ଆନନ୍ଦିତ ହୋଇ ଉଠୁଛି। ରବି ବିନା ରାଜୀବର ନାହିଁ ଆଉ ଗତ୍ୟନ୍ତର। ରବି ହେଲା ସୂର୍ଯ୍ୟଙ୍କର ଅନ୍ୟ ନାମ ହେଲା ରବି। ରବିଙ୍କର ବିନା ବା ରବିଙ୍କ ବିନା ସୂର୍ଯ୍ୟ, ରାଜୀବର, ରାଜୀବ ହେଲା ପଦ୍ମ, ରବି ବିନା ବା ସୂର୍ଯ୍ୟଙ୍କ ବିନା ପଦ୍ମର ଆଉ ଅନ୍ୟ ଗତି ନାହିଁ, ନାହିଁ ଆଉ ଗତ୍ୟନ୍ତର, ଗତିର ଅନ୍ତର ବା ଅନ୍ୟ ଉପାୟ ହେଲା। ଗତ୍ୟନ୍ତର ଅର୍ଥାତ୍ ଅନ୍ୟ ଉପାୟ। ତେଣୁ କହୁଛନ୍ତି ସୂର୍ଯ୍ୟଙ୍କ କିରଣ ବିନା, ସୂର୍ଯ୍ୟଙ୍କ ବିନା ପଦ୍ମର କିଛି ଅନ୍ୟ ଉପାୟ ନାହିଁ। ତେସନ ସେଇଭଳି ଭାବରେ, ତେସନ ହେଲା ସେହିପରି, ତେସନ ସେ ରବି ବିନା ଏ ଆତ୍ମା ରାଜୀବ। ତେସନ ସେ ରବି ବିନା, ତେସନ ସେ ରବି ମାନେ ଯେଉଁଭଳି ଭାବରେ ସୂର୍ଯ୍ୟଙ୍କ ବିନା ପଦ୍ମ ଫୁଲର କିଛି ମାହାତ୍ମ୍ୟ ନାହିଁ, ପଦ୍ମ ଫୁଲର କିଛି ଅନ୍ୟ ଉପାୟ ନାହିଁ, ସେଇଭଳି ଏଇ ଆତ୍ମା ରୂପକ ରାଜୀବ ବା ଏଇ ଆତ୍ମା ରୂପକ ପଦ୍ମରେ ଲପନେ ଲପନେ ସୁହାସ ସତେ ଆନକେ ସୁଯିବ। ସେଇଭଳି ଏଇଠି ଯୋଉ ରବି ଲେଖିଲେନି କି, ତେସନ ସେ ରବି ବିନା, ସେକେଣ୍ଡ ଧାଡିରେ ଯୋଉ ରବି ଲେଖା ହେଇଛି, ସେଇଠି ଯୋଉ ରବିର ଅର୍ଥ ସୂର୍ଯ୍ୟ ନୁହେଁ। ପ୍ରଥମ ଧାଡିରେ ଯୋଉ ରବି ଲେଖା ଯାଇଛି ତାର ଅର୍ଥ ହେଲା ସୂର୍ଯ୍ୟ,
द्वितीय धाड़ी रे जो लेखा है रवि तार अर्थ है परमात्मा रूपी रवि बा आत्मा परमात्मा रूपी सूर्य है कहीं ना प्रथम धाड़ी रे जो सूर्य लेखा जायछि सेही सूर्य को किरण बिना पद्म फूलर महत्व किछि नाही बा पद्म फूल असंपूर्ण किंबा पद्म फूलर अन्य किछि उपाय नाही तापर लिखे तेज नवा सेही परी से रवि बिना बा सेही परमात्मा को बिना ए आत्मा राजीव मोर जो आत्मा रूपक राजीव आत्मा रूपक पद्मर किछि मूल्य नाही पद्मर जो भली सूर्य को बिना किछि मूल्य नाही तेणु परमात्मा को बिना मोर आत्मार मध्य किछि मूल्य नाही एई कथा कवि सूचय दोजति लपने लपने हेला मुखमंडल रे सुहास हेला मधुर हास्य सुहास सुंदर हस सुहास हेला मधुर हस सते आनके सृजीव आन हेला आउ केही सृजीव हेला सृष्टि करिवो तेणु मोर मुखमंडल रे मधुर पूर्ण हस भगवान को बिना आउ के सृष्टि करिवो जेउ भले भाबरे सूर्यंक ऊपर पद्म फूलर किरण पड़िले तार सुंदरता आउ प्रस्फुटित हेगी सुंदर ता मुखमंडलटा सुंदर हो जाए सेही भली भगवान बा परमात्मा रूपी रविंकर किरण बिना मोर आत्मा रूपी पद्मरे पद्मर मुखमंडल रे सुंदरता आउ किए बा रचना कर परबो सेही ही श्रेष्ठ सृष्टिकर्ता से ही मते मो आत्मा को सुंदर रूप प्रदान करिसेंती जे की जे की रवि रूप रे मध्य ताको सुंदरता प्रदान कर दिंदी पद्म को मध्य सुंदरता प्रदान करिसेंती हला क्लियर तो एठी प्रथमत कवि पद्म को पद्मर सुंदरता को प्रथमे विश्वर श्रेष्ठ सुंदर रूप बोली कहले सेकेंड रे यदि यदि पद्मर सुंदरता व्याख्या करि करि चलिले तापर जेतेबेले कहले कि ता सहित केही तुलित नहुंदी से एते सुंदर किंतु काहे कि भगवान ताको एमिति पंख रे जन्म कला एमिति कष्ट रे एमिति खराब जगह रे जन्म कला तार जो नाड़ती लुणाटी एते कंटकित काहे हेला एसब कहला परे पुणी ताको प्रश्न करछन तो भली सुंदर कोन आ केही नहंती जगत तू कोन सर्वश्रेष्ठ सृष्टि रो सुंदर तापर बुझी हां अछि ताड सुंदर हेला कवि निज आत्मा को एठी आनी कि सामने रखिछन्ती जे मो आत्मा होछि ताठ सुंदर ता सहित केही अतुलित नहंती कारण पद्मर जे जो भली ढांचा देउ जो भली से कष्ट को अतिक्रम करिकी पंकर फुटी की पद्म साप साप आगे पुणी पद्मनाड़ कंटकित तापर मध्य से फुटी की सुंदरता प्रदान करुछि सेही भली से निजर आत्मा रूपक पद्म को तुलना कले सीए मध्य ए बाप रूपक संसार रे जन्म ग्रहण करिछि नष्ट हो जाउतबा शरीर रे बेष्टित हेछि रहिछि बसति स्थापन करिछि एवं पापमय संसार रे छाया आलोक कुंभ भरा संसार रे रहि कि मध्य सीए सुंदर अति एवं चिर कांदुची दुख कष्ट रे कांदी मध्य सीए चिर सुंदर चिर भास्वर बोली निजको परिगणित करि परछि तबे एही प्रथमत भगवान कर अपूर्व सृष्टि आउ पद्मर महात्म्य एवं ता सहित निजर आत्मा सहित पद्मर मिलन एवं परमात्मा आत्मा सहित मिलन को मध्य एठी कवि लिखिचନ୍ତି तांकर ए कविता माध्यम ना संबोधनात्मक कविता माध्यम रे काहे कि ना आमे सेही विषय रे जेतेबेले विषय प्रवेश पढुले से गोटे धाडी लेखा थिला पद्म भितर कवि विधातांकर अपूर्व लीला को संदर्शन करिवा अर्थात दर्शन करिवा पद्म फूल भितर कवि कोन कले विधाता वा परमेश्वरंकर भगवानकर अपूर्व सृष्टि को रचना करिसेंती ना क्लियर विषय क्लियर सुंदर तमरो जो कष्ट शब्द अछि ना शब्दार्थ एतरे मध्ये जो तनु सार सॉरी तनु स्वर से आत्मा सारस अछि एतरे मध्ये सारस रो दुईटा अर्थ अछि आत्मा रूपक पद्म नै परिबो या फिर आत्मा रूपक परमहंस नै परिबो दुईटा भितर जोडा हेले नै परिबो
Clear? Question answer RFS find it here. Question answer RFS discuss करिबा तापर को करब आ कोन अछि त मरे संदेह उत्तर एटा लास्ट ना